ବାବୁନି ଏ ବାବୁନି କଣ ହେଇଛି ଭାଇ? ତମେ କାହିଁ ସେ ପାନ କାହିଁ ଦେଇଥିଲ? କଣ ହେଲା? ତୁମ ଅଜୟ ନା? ନାଇଁ ଚୂନ ଅଧିକା ହେଇନି ଯେ ଆଉ ତମ ଦୋକାନ ପାନ ଏମିତି ତାଙ୍କୁ ଭଲ ଲାଗିଛି ଯେ ସେ କହୁଛନ୍ତି ତମ ଦୋକାନ ପାନ ନେଲେ ଖାଇବେ ନହେଲେ ନେଲେ ଖାଇବେନି। ମାଡଗୋଳ ହେଇକି ଯାହା ହଉଛନ୍ତି ତମେ ଜାଣି ଦେଖିବା ଏବେ ଭାଗ୍ୟ ଏବେ ଭାଗ୍ୟ କେତେ ଜାଣିବ? 10 ଟଙ୍କା ନା 20 ଟଙ୍କା? 10 ଟଙ୍କାରେ ଦଉନୁ ଚାଉଳ କରିବି ନା ବହୁତ? ଡାଇବେଟିସ ଲୋକ। ଭାଇ ଏବେ ତମ ଘରେ ନା ଜାଣ ମୁଁ ଘରେ ନେଇ ଆଉ ଲୋକଟା ଏତେ ପ୍ରଶ୍ନ ଗଲା ମୋର ମୁଁ ତ 2 ଘଣ୍ଟା ପାଇଁ ଘରେ ନେଇ ଦେଇ ଆସିପାରିବି। ପାଇବେ ମାନେ ବୋରିବାରେ କଣ କରିବି? ମଣିଷ ଆଉ କଣ କରିବ? ବାବୁନି ବାବୁନି କଣ ହେଲା ଭାଇ? ଏ ବାଇଗଣ ସବୁ ତୁ ଲଗେଇ ହଁ ଭାଇ ଭାରି କାମିକା ଲୋକ ନା। ଜାଣିଛ ନା ଭାଇ ମୁଁ ଯେତେବେଳେ ମା ପାଟି ଜନ୍ମ ପାଇଲି ମତେ 2 ବର୍ଷ ହେଇଥିଲା ଆମ ଘରେ ମୁଁ ଖାଇବାକୁ ପଇସା ନଥିଲା। ଆଉ ମୁଁ ପେଟେ ପେଟେ ଯାଇ ପର ଘରେ ପୋଛା ମାରିଦେଇଛି। ମୁଁ କଣ କରନ୍ତି ମୋ ଗୋଡରେ କଣ ନଖାରେ ବିଲ ବାଡିକି ଆସିପାରି ଆଉ ଟିକେ ହାତରୁ ବାଇଗଣ କଣ ହେଲା? କଣ ମୁଁ ମୁଣ୍ଡ ଜାଳ କୁଣ୍ଡରେ ମାରିକି ବାଇଗଣ ସବୁ ରହିଛି ତମେ ଯାଇ ପର ହାଟରୁ ବାଇଗଣ ଆଣିବ? ଛିଣ୍ଡା 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 କହିଛୁ ହଁ ଭାଇ ଲୋକ ମୁଣ୍ଡିଆ ମାଇଲୁ ଭାଇ ସଞ୍ଜବେଳେ ଆଣିବା। ସନ୍ଧ୍ୟା ଲୋକ ତୁ ମୁଣ୍ଡିଆ ମାରିବୁ ହଁ ଭାଇ କୋଉ ବା ସେଇ ସଂସ୍କାରରେ ମତେ ବଢିଛି ଜାଣିଛ ନା ଭାଇ ମୁଁ ସଞ୍ଜବେଳେ ଆମ ଯୋଉ ହନୁମାନ ମଠରେ ଘଣ୍ଟ ବାଡେ ତୁ ଗୋଟେ ଭାରି କାମିକା ଲୋକ ନା ତୋ ବୋଉ ବୋଧେ ତୋତେ ସଜନା ଆସିକି ଖାଇ ଜାଣିବ ମୁଁ କଣ ଜାଣିଛି ମୋ ବୋଉ କଣ ଜାଣିଛି ମୋ ମା ପେଟରେ ଥିଲି